ଠାରୁ ବଡ଼ ଶୋଷଣକାରୀ ବ୍ୟବସ୍ଥା ହେଉଛି ବିଦ୍ୟୁତ। କାରଣ ପ୍ରତ୍ୟେକ ବ୍ୟକ୍ତି ଆ ଦ୍ୱାରା ଶୋଷିତ ହେଉଛନ୍ତି। ସେ ସାଧାରଣ ଲୋକ ହଉ, ଗରିବ ଲୋକ ହଉ, ବଡ଼ ଲୋକ ବି ହଉ, ରାଜ୍ୟର ସମସ୍ତେ କିଛି କିଛି ପରିମାଣରେ, ବହୁତ ପରିମାଣରେ ଶୋଷିତ ହେଉଛନ୍ତି ଟାଟା କମ୍ପାନୀ ଦ୍ୱାରା। ଯେଉଁ କମ୍ପାନୀ ବିତରଣ କରୁଛି ଇଲେକ୍ଟ୍ରିସିଟି। ରାଜ୍ୟରେ ଯେତେ ଉତ୍ପାଦନକାରୀ ବ୍ୟବସ୍ଥା ଅଛି ସମସ୍ତେ ଲାଭ କରୁଛନ୍ତି। ଗତ ବର୍ଷ ସମସ୍ତେ ଲାଭ କରିଛନ୍ତି। ଓପିଜିସି ଏବଂ ଓଡ଼ିଶା ପାୱାର ହାଇଡ୍ରୋ ଜେନେରେସନ୍ କର୍ପୋରେସନ୍, ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଏବଂ ଗ୍ରିଡ଼କୋ ଏମାନେ ସମସ୍ତେ ରାଜ୍ୟ ସରକାରଙ୍କୁ ଡିଭିଡେଣ୍ଡ ଦେଇଛନ୍ତି। ତା ସତ୍ତ୍ୱେ ସେମାନେ ଏ ବର୍ଷ ବର୍ତ୍ତମାନ ଯେଉଁ ଶୁଣାଣି ଚାଲିଛି ଦାବି କରିଛନ୍ତି ଯେ ତାଙ୍କ ପଇସା ବଢ଼େଇବା ପାଇଁ। ତାଙ୍କ ପଇସା ବଢ଼େଇବା ପାଇଁ ଦାବି କରିବା ବେଳକୁ ଟାଟା ମଧ୍ୟ ଦାବି କରୁଛି ଯେ ପଇସା ବଢ଼େଇବା ପାଇଁ। ଆମେ ଉପଭୋକ୍ତା ମାନଙ୍କ ତରଫରୁ ବାରମ୍ବାର କହି ଆସିଛୁ ଯେ କୌଣସି ପ୍ରକାର ଦର ବୃଦ୍ଧି କରାଯିବ ନାହିଁ, ଆଗରୁ କରି ଆସୁଥିଲୁ ଏବଂ ଦର ବୃଦ୍ଧି ଗତ 4 ବର୍ଷ ହେଲା ବନ୍ଦ ଥିଲା। ଏ ବର୍ଷ ଆମର ଦାବି ହେଉଛି ଉପଭୋକ୍ତା ମାନେ ଯେଉଁମାନେ ତାଙ୍କର ଯାହାଙ୍କର ପ୍ରତିନିଧିତ୍ୱ ଉପଭୋକ୍ତା ମହାସଂଘ କରୁଛି, ରାଜ୍ୟ ଉପଭୋକ୍ତା ମହାସଂଘ କରୁଛି, ଆମର ଦାବି ହେଉଛି ପଇସା କମେଇବ। ତାର କାରଣ ହେଉଛି ଟାଟା ବି ଲାଭ କରୁଛି। ଟାଟା ବର୍ତ୍ତମାନ 97%, 98% ଆଦାୟ କଲାଣି। ତାର ଆଦାୟ ଖୁବ୍ ଭଲ ହେଇଛି ଟାଟାର କଲେକ୍ସନ୍। ଏବଂ ଟାଟା ସବୁଠାରୁ ବଡ଼ କଥା ହେଇଛି ଟାଟା କିଣୁଛି ଯେଉଁ ଦରରେ ତାଠାରୁ ଯଥେଷ୍ଟ ଅଧିକ ଦରରେ ଲୋକଙ୍କୁ ବିକ୍ରି କରୁଛି। ତାର ଟିଡି ଲସ୍ ଜମା ଆଉ ଘଟୁ ନାହିଁ, 17%କୁ କମି ଆସିଲାଣି। ଯେତେବେଳେ 41%, 44% ଥିଲା ସେତେବେଳେ ଦାବି କରୁଥିଲେ ଯେ ଆମର ଯେହେତୁ ବଢ଼ିଛି ଟିଡି ଲସ୍ ହେଉଛି ତାକୁ ଆମେ କେମିତି ମେକଅପ୍ କରିବୁ। ବର୍ତ୍ତମାନ ଟିଡି ଲସ୍ 17%କୁ କମିଲାଣି। ବର୍ତ୍ତମାନ କହୁଛନ୍ତି ଯେ ଆମେ ସବୁଠାରୁ ବେଶୀ ପଇସା ଆଡମିନିଷ୍ଟ୍ରେଟିଭ କଷ୍ଟରେ ଦେଉଛୁ। ମୁଁ ପ୍ରଶ୍ନ କରିଛି ଆଡମିନିଷ୍ଟ୍ରେଟିଭ କଷ୍ଟରେ ତମେ ଦେଉଛ, ପଇସା ଦେଉଛ ଆମ ଉପଭୋକ୍ତା ମହାସଂଘ ତରଫରୁ, କାହାକୁ ଦେଉଛ? ସିଓ ମାନଙ୍କୁ, ଯେଉଁମାନେ ଉପରେ ରହିଛନ୍ତି ବଡ଼ ବଡ଼ ଚାକିରିଆ, ସେଇ ଯେଉଁ 4-5% ଲୋକଙ୍କୁ ତମେ 70% ଟଙ୍କା ଦେଇଦେଉଛ। ତମ ସାଧାରଣ ଲୋକ ମିଟର ରିଡରଟିଏ ସିଏ 2,000, 3,000, 3,500 ଟଙ୍କା ପାଏ। ଅଜ୍ଞା ମିଟର ରିଡର ମଧ୍ୟ 15,000 କାମ କରୁଥିଲେ, ତାଙ୍କୁ ହଟେଇବା ପାଇଁ ଲାଗିକିରି ବସେଇ ଦେଲଣି। ସ୍ମାର୍ଟ ମିଟର ବସେଇବା ପାଇଁ ଲାଗିଛ। ସ୍ମାର୍ଟ ମିଟର ବସିବାରେ ଆମର ଆପତ୍ତି ନଥିଲା। ଏ ସବୁ ଆଲୋଚନା କରିବା ପାଇଁ ଆସନ୍ତା 22 ତାରିଖ ଏବଂ ଆନ୍ଦୋଳନର ତରିକା ସୃଷ୍ଟି କରିବା ପାଇଁ ଆସନ୍ତା 22 ତାରିଖ ଗୁରୁବାର ଦିନ ଆମେ ବୁଧ ମନ୍ଦିରଠାରେ, ଭୁବନେଶ୍ୱରରେ ବୁଧ ମନ୍ଦିରଠାରେ ଆମେ ସମସ୍ତ ଉପଭୋକ୍ତାମାନଙ୍କର ପ୍ରତିନିଧିମାନଙ୍କୁ ଡାକିଛୁ। ସବୁ ରାଜନୈତିକ ଦଳମାନଙ୍କୁ ଯେଉଁମାନେ ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼େଇ କରନ୍ତି ତାଙ୍କୁ ଡାକିଛୁ। ସେମାନେ ସବୁ ଏକାଠି ହେଇଛନ୍ତି ଏବଂ ସେଦିନ ନିଷ୍ପତ୍ତି ହେବ। ସେଇ 22 ତାରିଖ ଦିନ, ଗୁରୁବାର 22 ତାରିଖ ଦିନ, ଏଇ ଜାନୁଆରୀ ମାସର 10:30 ବେଳେ ହେଉଥିବା ଉପଭୋକ୍ତା ମହାସଂଘଙ୍କ ସ୍ୱାର୍ଥ ରକ୍ଷାକାରୀ ଆଲୋଚନାରେ ଭାଗ ନେବା ପାଇଁ ମୁଁ ସମସ୍ତଙ୍କୁ ଆହ୍ୱାନ କରୁଛି। ସାରା ଓଡ଼ିଶାରେ ଯେଉଁମାନେ ଚିନ୍ତାଶୀଳ ଏବଂ ଯେଉଁମାନେ ଏ ବିଷୟରେ ଚିନ୍ତା କରନ୍ତି, ଏ ବିଷୟରେ ନିଷ୍ପତ୍ତି ସାମ୍ନାକୁ ଆସନ୍ତି, ସମସ୍ତେ ଏ ସଭାରେ ଯୋଗ ଦେବେ ବୋଲି ଆଶା କରୁଛି। ଏବଂ ସବୁ ରାଜନୈତିକ ଦଳର ନେତାମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଛି, ସେମାନେ ମଧ୍ୟ ଯୋଗ ଦେବେ। ତେଣୁ 22 ତାରିଖ ଆମର ଏଇ ମାସର, ଜାନୁଆରୀ ମାସର 22 ତାରିଖ ଦିନ 10:30 ସମୟରେ ବୁଧ ମନ୍ଦିରରେ ବିଦ୍ୟୁତ ଉପଭୋକ୍ତା ମାନଙ୍କର ସ୍ୱାର୍ଥ ରକ୍ଷା ପାଇଁ ଏକ ସଂଗ୍ରାମୀ ସଂଗଠନର ଆହ୍ୱାନ କ୍ରମେ ଆମେ ସଭା ଆୟୋଜନ କରିଛୁ ଏବଂ ସେଥିରେ ସବୁ ସେମାନେ ଯୋଗ ଦେବେ ବୋଲି ଅନୁରୋଧ କରିଛୁ। ମୁଁ ଆଶା କରିବି ମୋର ମିଡ଼ିଆ ବନ୍ଧୁମାନେ ଯେଉଁମାନେ ଇଲେକ୍ଟ୍ରୋନିକ୍ ମିଡ଼ିଆରେ କାମ କରନ୍ତୁ ବା ପ୍ରିଣ୍ଟ ମିଡ଼ିଆରେ କାମ କରନ୍ତୁ, ସମସ୍ତେ ଏ କଥାଟିକୁ ଲୋକଙ୍କ ପାଖରେ ପହଞ୍ଚାଇବେ। କାରଣ ତାଙ୍କର ମଧ୍ୟ ସ୍ୱାର୍ଥ ଏଥିରେ ଜଡ଼ିତ। କାରଣ ସେମାନେ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି। ଇଲେକ୍ଟ୍ରୋନିକ୍ ମିଡ଼ିଆ ଏବଂ ତାଙ୍କ ଘରେ ଯେଉଁମାନେ ତାଙ୍କର କର୍ମଚାରୀ ଅଛନ୍ତି ବା ଯେଉଁମାନେ ତାଙ୍କ ସାଥୀ ଅଛନ୍ତି, ସେମାନେ ତାଙ୍କ ଘରେ ମଧ୍ୟ ଏଥିରେ କ୍ଷତିଗ୍ରସ୍ତ ହେଉଛନ୍ତି ଏବଂ ସଂସ୍ଥା ମଧ୍ୟ କ୍ଷତିଗ୍ରସ୍ତ ହେଉଛି। ତେଣୁ ସମସ୍ତଙ୍କର ସ୍ୱାର୍ଥ ଯେହେତୁ ଜଡ଼ିତ, ମୁଁ ନିଶ୍ଚୟ ଆଶା କରିବି 22 ତାରିଖ ଦିନ, ଏଇ ଜାନୁଆରୀ 22 ତାରିଖ ଦିନ ସମସ୍ତେ ଯେମିତି ଏହି ସଭାରେ ଯୋଗ ଦେବେ। ବୁଧ ମନ୍ଦିରରେ ଯେଉଁ ଉପଭୋକ୍ତା ମାନଙ୍କର ଯେଉଁ ସଭା ହେବ ସେଥିରେ ଯୋଗ ଦେବେ ଏବଂ ଏହି ଆଶା କରିକିରି ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଡାକିଛି। ଧନ୍ୟବାଦ। ସମସ୍ତେ